ମୁଁ ଆଜି ଆପଣମାନଙ୍କୁ ଆମ୍ବ ଚଟଣି ବନେଇକି ଦେଖେଇବି। ଆପଣ ଆମ୍ବ ଚଟଣି ତ ବହୁତ ଥର ପ୍ରସ୍ତୁତ କରି ଖାଇଥିବେ। ମୁଁ କିନ୍ତୁ ଏ ଆମ୍ବ ଚଟଣିକୁ ଟିକେ ଡିଫରେଣ୍ଟ ଷ୍ଟାଇଲରେ ପ୍ରସ୍ତୁତ କରିବି। ଥରେ ଏମିତି ମୋ ଷ୍ଟାଇଲରେ ଆମ୍ବ ଚଟଣି ପ୍ରସ୍ତୁତ କରନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଏ ଆମ୍ବ ଚଟଣିକୁ ମାତ୍ର 10 ମିନିଟ୍ ଭିତରେ ପ୍ରସ୍ତୁତ କରି ପଖାଳ ଭାତ, ଗରମ ଭାତ, ରୁଟି କି ପରଟା ସହିତ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଆମ୍ବ ଚଟଣି ବନେଇବା ପାଇଁ ମୁଁ ଏଠି ଗୋଟେ ବଡ଼ କଞ୍ଚା ଆମ୍ବ ନେଇଛି। ଆମ୍ବର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଆମ୍ବକୁ କାଟିବା। ପ୍ରଥମେ ଆମ୍ବର ଉପର ପଟ ମୁଣ୍ଡକୁ କାଟିକି ବାହାର କରିଦେବେ। ତାପରେ ଏମିତି ଭାବେ ଆମ୍ବର ଉପର ଚୋପାକୁ ବାହାର କରିଦେବେ। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏ ଆମ୍ବରେ ଟାକୁଆ ହେଇଯାଇଥିଲା। ମୁଁ ଆମ୍ବର ଉପର ଚୋପାକୁ ଛଡ଼େଇଲା ପରେ ଟାକୁଆକୁ ଛାଡ଼ି ବାକି ସବୁ ଆମ୍ବକୁ ଛୋଟ ଛୋଟ କରି କାଟିକି ନେଇଯାଇଛି। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ 3ରୁ 4 ଛୋଟ ଚାମଚ ବାଦାମ ଦେଇଛି। ବାଦାମ ଆଉ ଆମ୍ବର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ବାଦାମକୁ ଭଲସେ ଭାଜିକି ନେଇଯିବା। ମୁଁ ଏଠି ବାଦାମକୁ ଡ୍ରାଏ ରୋଷ୍ଟ କରିଛି। ଆପଣ ଚାହିଁଲେ ବାଦାମକୁ ତେଲରେ ଭାଜିକି ନେଇପାରିବେ। ବାଦାମ ଏଠି ଭଲସେ ଭାଜି ହେଇଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ବାଦାମକୁ ଗୋଟେ ବାଉଲରେ କାଢ଼ି ଟିକେ ଥଣ୍ଡା ହେବାକୁ ଦେବା। ମୁଁ ଏଠି ଗୋଟେ ଗ୍ରାଇଣ୍ଡର ଜାର୍ ନେଇଛି। ଏବେ ଆମେ ଏଥିରେ କାଟିକି ରଖିଥିବା ଆମ୍ବକୁ ଦେଇଦେବା। ତାପରେ ମୁଁ ଏଥିରେ ଯେଉଁ ବାଦାମକୁ ଭାଜିକି ରଖିଥିଲି ତାର ଉପର ଚୋପାକୁ ଛଡ଼େଇକି ଦେଇଦେଇଛି। ତାପରେ ମୁଁ ଏଥିରେ 2ଟା କଞ୍ଚା ଲଙ୍କା, 4 ପାଖୁଡ଼ା ରସୁଣ ଆଉ ଫାଳେ ପିଆଜ ନେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା କି ଶୁଖିଲା ଲଙ୍କା ନେଇପାରିବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ପକାଉଛି। ଚଟଣିରେ ଗୋଟେ ଭଲ କଲର୍ ଦେବା ପାଇଁ ମୁଁ ଏଥିରେ କାଶ୍ମୀରୀ ଲଙ୍କା ଗୁଣ୍ଡ ଆଉ 1/4 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇଛି। ଏ 2ଟା ଯାକ ଅପସନାଲ୍ ଅଛି। ଚଟଣିର ଟେଷ୍ଟକୁ ବାଲାନ୍ସ କରିବା ପାଇଁ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିନି ଦେଇଛି ଆଉ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଚିନି ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ନ ପକାଇ ପାରନ୍ତି। ଏବେ ଆମେ ଗ୍ରାଇଣ୍ଡର ଜାର୍କୁ କଭର୍ କରିଦେବା ଆଉ ଚଟଣିକୁ ଭଲସେ ବାଟିକି ନେଇଯିବା। ମୁଁ ଏଠି ଚଟଣିକୁ ଭଲସେ ବାଟିକି ନେଇଯାଇଛି। ଏବେ ଆମେ ଏ ଚଟଣିକୁ ଗୋଟେ ବଡ଼ ବାଉଲରେ କାଢ଼ିଦେବା। ଆପଣ ଚାହିଁଲେ ଏ ଚଟଣିକୁ ଏମିତି ଖାଇପାରିବେ। ମୁଁ କିନ୍ତୁ ଏ ଚଟଣିରେ ଆଉ ଗୋଟେ ଛୁଙ୍କ ଦେବି, ସେଥିପାଇଁ ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ସୋରିଷ ଆଉ କିଛି ଭୃଷଙ୍ଗ ପତ୍ର ଦେଇଛି। ଏବେ ଆମେ ସୋରିଷ ଆଉ ଭୃଷଙ୍ଗ ପତ୍ରକୁ ଭଲସେ ଭାଜିବା। ଛୁଙ୍କ ଏଠି ରେଡ଼ି ହେଇଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ଛୁଙ୍କକୁ ଚଟଣି ଉପରେ ଦେଇ ସବୁକୁ ଭଲସେ ମିକ୍ସ କରିଦେବା। ଆମ୍ବ ଚଟଣି ଏଠି ରେଡ଼ି ହେଇଯାଇଛି। ଯଦି ଆପଣଙ୍କୁ ଏହି ଆମ୍ବ ଚଟଣିର ରେସିପି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।